ଗତ 24 ଘଣ୍ଟାର ଓଡ଼ିଶା ରାଜ୍ୟର ପାଗ ଶୁଖିଲା ରହିବ। ସବୁଠାରୁ କମ୍ ତାପମାତ୍ରା 12.6 ଡିଗ୍ରୀ ସେଲସିୟସ୍ ରାଉରକେଲାଠାରେ, 13 ଡିଗ୍ରୀ ଝାରସୁଗୁଡ଼ାଠାରେ, 14 ଡିଗ୍ରୀ ସେଲସିୟସ୍ ଫୁଲବାଣୀଠାରେ, 14 ଡିଗ୍ରୀ ସେଲସିୟସ୍ ନବରଙ୍ଗପୁରଠାରେ, 14 ଡିଗ୍ରୀ ସେଲସିୟସ୍ ରାୟଗଡ଼ାଠାରେ, 15 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ଏବଂ 2ଟି ସ୍ଥାନରେ ଘନ କୁହୁଡ଼ି ଦେଖାଯାଉଛି। ଜିଲ୍ଲା 2ଟି ହେଲା ବାଲେଶ୍ୱର, 100 ମିଟର ମଧ୍ୟରେ ଥିଲା କୁହୁଡ଼ି। ବର୍ଷାର ବଡ଼ ଧରଣର କିଛି ପରିବର୍ତ୍ତନ ହେବାର ନାହିଁ କି ବର୍ଷା ହେବାର ନାହିଁ। ଆଗାମୀ 6 ଦିନ ମଧ୍ୟରେ ମୌସମର ପରିବର୍ତ୍ତନ ବଡ଼ ଧରଣର ହେବ ନାହିଁ। କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ସାମାନ୍ୟରୁ ହାଲକା କୁହୁଡ଼ି ଦେଖାଯିବ। ଆଗାମୀ ଦିନ ଭୋର ସକାଳ ସମୟରେ ଏବଂ ସାମାନ୍ୟ ଶୀତ ଅନୁଭବ ହେବ କେତେକ ଜିଲ୍ଲାରେ, ଯେମିତି ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଝାରସୁଗୁଡ଼ା, କେରାଇ, ରାଉରକେଲାଠାରେ ଶୀତ ହେବ। 7 ଦିନ ମଧ୍ୟରେ କୌଣସି ୱାର୍ଣ୍ଣିଂ ଜାରି କରାଯାଇନାହିଁ। ଆଗାମୀ ଦିନର ତାପମାତ୍ରା 2ରୁ 3 ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଏହା ଥିଲା ଆଜିର ତାଜା ଖବର। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରିବେ ଏବଂ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁ, ଏମିତିକା ଲେଟେଷ୍ଟ ଆପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ବଜାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଆଜି ପାଇଁ ଏତିକି। ନୂଆ ଆପଡେଟ୍ ସାଙ୍ଗରେ ଆଗାମୀ କାଲି ଦେଖାହେବ। ନମସ୍କାର, ଜୟ ଜଗନ୍ନାଥ, ଜୟ ଓଡ଼ିଶା, ଧନ୍ୟବାଦ।